ବୋଉ ଆଜି ରୋଷେଇ କଣ କରିବି? ଦେଖ କଣ ଅଛି, ଯାହା ଅଛି ରୋଷେଇ କରିଦେ। ହଉ ଠିକ ଅଛି। ବୋହୂ ରୋଷେଇ ସରିଲାଣି, କଣ ରୋଷେଇ କରିଛୁ? ଭାତ, ଡାଲି, ଶାଗ ଭଜା, ବାଇଗଣ ଭଜା। କଣ ଏଗୁଡାକୁ କିଏ ଖାଇବ? ଏଗୁଡାକୁ ତ ଘରେ କେହି ବି ଖାଆନ୍ତିନି, ତୁ କଣ ତ ନିଜ ପାଇଁ ରୋଷେଇ କରିଛୁ? କିନ୍ତୁ ବୋଉ ମୁଁ ତ ଆପଣଙ୍କୁ ପଚାରିଥିଲି କଣ ରୋଷେଇ କରିବି। ମୋର କଣ କିଛି କାମ ନାହିଁ? ତୁ ଆଜି ପର୍ଯ୍ୟନ୍ତ ଜାଣିପାରିଲୁନୁ ଘରେ କାହାର କଣ ପସନ୍ଦ, କିଏ କଣ ଖାଆନ୍ତି? ଆପଣଙ୍କୁ ପଚାରିଛି ତ, ନ ପଚାରିଲେ ବି ମୋର ଦୋଷ? ଆପଣ କଣ କହୁଛନ୍ତି ମୁଁ ମୋ ପସନ୍ଦର ରୋଷେଇ କରିଛି? ଆପଣ କେବେ ଭାବିଛନ୍ତି କେତେ ଗୁଡିଏ ପରିବା ମୋର ପସନ୍ଦ ନଥାଇ ବି ତଥାପି ସମସ୍ତଙ୍କର ପସନ୍ଦ ବୋଲି ମୁଁ ତାକୁ ଖାଇଦିଏ। ଗୋଟେ ବୋହୂ ସବୁବେଳେ ସମସ୍ତଙ୍କର ପସନ୍ଦ ନା ପସନ୍ଦରେ କାମ କରିଥାଏ, କିନ୍ତୁ କେବେ ଗୋଟେ ବୋହୂର ପସନ୍ଦ ନା ପସନ୍ଦ କଥା ପଚାରିଛନ୍ତି?